ସମସ୍ତଙ୍କୁ ଧନ୍ୟବାଦ କରୁଅଛି। ଆଜି ହେଉଛି ପବିତ୍ର ଜାନୁଆରୀ 26। ଆଜି ଆମେ 75ତମ ଗଣତନ୍ତ୍ର ଦିବସ ପାଳନ କରୁ। ଏହି ଦିବସ ଅବସରରେ ମୁଁ ମୋ ଦେଶବାସୀ ଓ ମୁଁ ମୋ ଭାରତୀୟ ଜାତି ପ୍ରତି ନମ୍ର କୃତଜ୍ଞତା ଜ୍ଞାପନ କରୁଅଛି। ଗଣ ଶବ୍ଦର ଅର୍ଥ ଲୋକମାନେ, ତନ୍ତ୍ର ଶବ୍ଦର ଅର୍ଥ ଶାସନ ଅର୍ଥାତ ଲୋକମାନଙ୍କର ଶାସନ। ଆମେ ସମସ୍ତେ ଜାଣିଛେ ଆମ ଦେଶ ଭାରତ 1947 ମସିହା ଅଗଷ୍ଟ 15 ଦିନ ସ୍ୱାଧୀନ ପାଇଥିଲା। କିନ୍ତୁ 1950 ମସିହା ଜାନୁଆରୀ 26 ଦିନ ଆମ ଦେଶ ଭାରତ ସମ୍ବିଧାନ ପ୍ରଣୟନ ହେଲା, ଯାହାର ମୁଖ୍ୟ ଥିଲେ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକର। ସିଏ ଥିଲେ ଭାରତୀୟ ସମ୍ବିଧାନର ଜନକ। ଭାରତୀୟକୁ ଖାପ ଖୁଆଇଲା ଭଳି ଏକ ସମ୍ବିଧାନ ତିଆରି କରି ସେ ଆଧୁନିକ ଯୁଗର ମନୋଭାବଟି ଗଲେ। ଦୀର୍ଘ 2 ବର୍ଷ 11 ମାସ 8 ଦିନ ପରେ ଆମ ଦେଶ ଆଇନ ଅନୁଯାୟୀ ପରିଚାଳିତ ହେଲା। ସେବେଠୁ ଭାରତ ଗୋଟିଏ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର ଭାବେ ବିଶ୍ୱ ଦରବାରରେ ସ୍ୱୀକୃତି ଲାଭ କଲା। ତେବେ ଆମେ ସପନ